ନମ୍ବର 1 ଏହି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ଥିତି ପରଖିଥିବା ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି। ସୁଭଦ୍ରା ଆବାସ ଯୋଜନା ବାବଦରେ ଲୋକଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରାରେ 2932 ରିଜେକ୍ଟ ଆବେଦନର ସାନି ବିଚାର ହେବ ବୋଲି ସେ କହିଛନ୍ତି। ସେପଟେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ ରଖିଛନ୍ତି ସରକାର। ନମ୍ବର 2 ନୂଆବର୍ଷ ପାଇଁ କଠୋର ହେବ ଅବକାରୀ ବିଭାଗ, ନିୟମ ନ ମାନିଲେ କଡ଼ା ଆକ୍ସନ। ମନ୍ତ୍ରୀ ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ, ଅବକାରୀ ପଲିସି ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଏହା ସହିତ ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ। ଏଥିରେ ଯିଏ ବି ଜଡ଼ିତ ହେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ନମ୍ବର 3 ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା। ଜାନୁଆରୀ ମାସରୁ ପ୍ରତି ମାସର ହିତାଧିକାରୀଙ୍କୁ ମିଳିବ ରାସନ। ରାଜ୍ୟର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଏଣିକି 3 ମାସ ବଦଳରେ ମାସିକିଆ ରାସନ ପାଇବେ ହିତାଧିକାରୀ। ପ୍ରତ୍ୟେକ ମାସର ରାସନ ପୂର୍ବ ମାସର ଶେଷ ସପ୍ତାହ ସୁଦ୍ଧା ପ୍ରଦାନ କରାଯିବ। ସ୍ଥଳ ବିଶେଷରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି 2 ମାସିଆ ରାସନ ମଧ୍ୟ ପ୍ରଦାନ କରାଯିବ। ନମ୍ବର 4 ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା। ଏହି ସରକାରୀ ଯୋଜନାରେ ପ୍ରତି ମାସରେ 3000 ଟଙ୍କା ପାଇବେ। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ହେଉଛି ଏକ ପେନସନ ଯୋଜନା। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ପ୍ରତି ମାସରେ 55 ଟଙ୍କା ଜମା କରିବାକୁ ପଡ଼ିବ ଏବଂ 60 ବର୍ଷ ପରେ ସେମାନେ ପ୍ରତି ମାସରେ 3000 ଟଙ୍କା ପାଇବେ। ନମ୍ବର 5 ରାଜ୍ୟରେ ଲାଗୁ ହେବ ପଞ୍ଚସଖା ଶିକ୍ଷା ସେତୁ ଯୋଜନା। ରାଜ୍ୟରେ ପଞ୍ଚସଖା ଶିକ୍ଷା ସେତୁ ଯୋଜନା ଲାଗୁ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ବଦଳାଇ ପଞ୍ଚସଖିଆ ଶିକ୍ଷା ସେତୁ ସଂଗଠନ ନାମରେ ନାମିତ କରାଯାଇଛି। ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ସମସ୍ତ ଅଧିକାର ଏବଂ ପାଣ୍ଠି ଓ କର୍ମଚାରୀଙ୍କୁ ପଞ୍ଚସଖା ଶିକ୍ଷା ସେତୁ ସଂଗଠନକୁ ଆଇନଗତ ଭାବେ ହସ୍ତାନ୍ତର କରାଯିବ। ନମ୍ବର 6 ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ନ କଲେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ତୀବ୍ର ଆନ୍ଦୋଳନ। ମଣ୍ଡ ଇଣ୍ଡିଆ ଫର କଳାହାଣ୍ଡି ସଂଗଠନ ତରଫରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା 3000 ଟଙ୍କାକୁ ବୃଦ୍ଧି କରିବା ପ୍ରତିଶ୍ରୁତି ଦେଇଥିଲେ। ତାପରେ ସରକାର ଗଠନର ପ୍ରଥମ ବଜେଟରେ 80 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଏବଂ 80% ଉର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କୁ ଭତ୍ତା 3500 ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ଆଜିକୁ 6 ମାସ ପରେ ବି ହିତାଧିକାରୀ ହତାଶ ହୋଇଛନ୍ତି। ନମ୍ବର 7 ସୁଭଦ୍ରା ଓ ଆବାସକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଲେ ଏମାନଙ୍କୁ ମିଳିବ ଅଧିକ ଟଙ୍କା। ବଣ୍ଡାମାନଙ୍କୁ ଅଧିକ 50,000 ଟଙ୍କା ମିଳିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ବଣ୍ଡାଘାଟିରେ ସ୍ଥିତି ପରଖିବା ପରେ ଏହି କଥା କହିଛନ୍ତି। ବଣ୍ଡାଘାଟି ଯାଇ ସେଠାରେ ଲୋକଙ୍କୁ ଭେଟି ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ଆଲୋଚନା କରିଥିଲେ ମନ୍ତ୍ରୀ। ପ୍ରଭାତୀଙ୍କ କହିଛନ୍ତି ବଣ୍ଡାଘାଟିରେ ସେମାନଙ୍କ ସହ ଆଲୋଚନା କରିବା ପରେ ସେ ବଣ୍ଡାଘାଟି ପାଇଁ 50,000 ଟଙ୍କା ଆବଶ୍ୟକତା ଥିବା ଅନୁଭବ କରିଛନ୍ତି। ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ଆଲୋଚନା କରିବା ପରେ ସେମାନଙ୍କ ଘର ତିଆରି ପାଇଁ ଆଉ 50,000 ଟଙ୍କା ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ। ନମ୍ବର 8 କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଖରେ 8ଟି ଦାବି ରଖିଲା ଓଡ଼ିଶା। ଆସନ୍ତା 2025-26 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ଅଧିକ ପାଣ୍ଠି ଆବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାବି ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେରଠାରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ 8ଟି ଦାବି ଉପସ୍ଥାପନ କରିଛନ୍ତି। ନମ୍ବର 9 10 ଘଣ୍ଟାର ରେଡ୍ ପରେ ନିରଞ୍ଜନଙ୍କ ଘରୁ ବାହାରିଲା ଇଡି ଟିମ୍। ନିରଞ୍ଜନ ଘରୁ ବାହାରିଲା ଇଡି ଟିମ୍। ନିରଞ୍ଜନ ଘରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଧରି ବାହାରିଥିବା ଟିମ୍। ଇଡି ରେଡ୍ ନେଇ ନିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 10 ଘଣ୍ଟାର ରେଡ୍ ପରେ ନୟାପଲ୍ଲୀ ଘରୁ ବାହାରିଲା ଇଡି ଟିମ୍। ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। ନମ୍ବର 10 ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ। ଜୈବିକ ଚାଷକୁ ଦିଆଯିବ ଗୁରୁତ୍ୱ। ଉପମୁଖ୍ୟମନ୍ତ୍ରୀ ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ନୂଆ କୃଷି ନୀତି ସହ ଜୈବିକ କୃଷିକୁ ଗୁରୁତ୍ୱ ଦିଆଯିବ। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଯିବା ପାଇଁ ବ୍ୟବସ୍ଥା କରିବେ ସରକାର। ଏଥିପାଇଁ ଡେଡିକେଟେଡ୍ କାର୍ଗୋ ଫ୍ଲାଇଟ୍ ବ୍ୟବହାର ହେବ ଦରକାର। ନମ୍ବର 11 ପରିବର୍ତ୍ତନ ହେବ ପରିକ୍ରମା ପ୍ରକଳ୍ପର ନିର୍ମାଣ ଶୈଳୀ।
ଗତକାଲି ମନ୍ତ୍ରୀ ଦେଲେ ସୂଚନା। ପୂର୍ବ ସରକାର ସମୟରେ ହୋଇଥିବା ପୁରୀ ପରିକ୍ରମା ପ୍ରକଳ୍ପର ନିର୍ମାଣ ଶୈଳୀ ବା ଡିଜାଇନରେ ପରିବର୍ତ୍ତନ କରାଯିବ। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରି ନୂଆ ଡିଜାଇନ ହେବ। ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ବିଚାର ବିମର୍ଶ ଚାଲିଛି। ବିଶେଷ କରି କୃତଯଜ୍ଞ, ଅନ୍ନଯଜ୍ଞ, ଜ୍ଞାନଯଜ୍ଞ ମଣ୍ଡପ ବ୍ୟବସ୍ଥା ହେବ। ନମ୍ବର 12 ନୂଆବର୍ଷରୁ ଯୋଗାଦର୍ଶନ ପାଇଁ ନୂଆ ବ୍ୟବସ୍ଥା, ସ୍ୱତନ୍ତ୍ର ସୁବିଧା ନେଇ ମନ୍ତ୍ରୀ ଦେଲେ ସୂଚନା। ଆଉ କିଛି ଦିନରେ ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ 2024। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ନୂଆବର୍ଷ ଆଗମନରେ ଅନେକ ପରିବର୍ତ୍ତନ କରାଯିବାକୁ ଥିବାବେଳେ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ନେଇ ସୂଚନା ପ୍ରଦାନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପ୍ଲାଟଫର୍ମ ଅନୁଯାୟୀ ହୋଇଛି ଦର୍ଶନ ବ୍ୟବସ୍ଥା। ନମ୍ବର 13 ରାଜ୍ୟରେ ଉତ୍କଟ ଆଲୁ ସଙ୍କଟ, ପଶ୍ଚିମବଙ୍ଗ ଆଲୁ ଟ୍ରକ୍ ପିଛା ନେଉଛି ମାନ ଇଚ୍ଛା ଦର। ରାଜ୍ୟରେ ପୁଣି ଥରେ ଉତ୍କଟ ହେଲା ଆଲୁ ସଙ୍କଟ। ପଶ୍ଚିମବଙ୍ଗରୁ ଓଡ଼ିଶାରୁ ଚୋରା ବାଟରେ ଆସୁଥିବା ଆଲୁ ବି ଏବେ ବନ୍ଦ। ପଶ୍ଚିମବଙ୍ଗ ବ୍ୟବସାୟୀ ଆଲୁ ଟ୍ରକ୍ ପିଛା ମନ ଇଚ୍ଛା ଦର ନେବାରୁ ଓଡ଼ିଶାର ବ୍ୟବସାୟୀ ପଶ୍ଚିମବଙ୍ଗରୁ ଆଲୁ ନ ଆଣିବାକୁ କଠୋର ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ପାଇଁ ଆଲୁ ଦର କ୍ୱିଣ୍ଟାଲ ପିଛା 2800 ଟଙ୍କା ଫିକ୍ସ କରାଯାଇଛି। ନମ୍ବର 14 ବିଜେଡି ନେତାଙ୍କୁ ଭବିଷ୍ୟତ ଚିନ୍ତା, ନଭେମ୍ବରରୁ ନବୀନ ବାହାରିଲେଣି। ନଭେମ୍ବରରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ବୁଲିବେ। ଅଗଷ୍ଟ ମାସରୁ ବିଜେଡି ଏମିତି ପ୍ରଚାର କରୁଛି। ନିଜେ ନବୀନ ବି ଦଳୀୟ କାର୍ଯ୍ୟାଳୟ ସଭାରେ ଏହି ସୂଚନା ଦେଇଥିଲେ। ଡିସେମ୍ବର ସରିବାକୁ ଯାଉଛି, ସେ ପଦାକୁ ବାହାରିଲେନି। ନିଜ ନିର୍ବାଚନ ମଣ୍ଡଳୀରେ 6 ମାସ ଭିତରେ ପାଦ ପକାଇ ପାରିଲେନି। ନବୀନ ନ ବୁଲିବା ଦ୍ୱାରା ବିଜେଡି ନେତାମାନେ ନିଜ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ୁଛନ୍ତି। ନମ୍ବର 15 ନୂଆବର୍ଷ ପାଇଁ କଠୋର ହେବ ଅବକାରୀ ବିଭାଗ। ଆଗକୁ ଆସୁଛି ନୂଆବର୍ଷ, ସେଥିଲାଗି ସବୁଠୁ ପ୍ରସ୍ତୁତି ଜୋର। ତେବେ ଏ ଭିତରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଅବକାରୀ ପଲିସି ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଯିଏ ବି ଏଥିରେ ଜଡ଼ିତ ହେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ନମ୍ବର 16 ଖୁସି ଖବର, ବଢ଼ିବ ଇପିଏଫ୍ ବେତନ ସୀମା। କେନ୍ଦ୍ର ସରକାର ଖୁବ୍ ଶୀଘ୍ର କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଇପିଏଫ୍ ଯୋଜନା ଅନ୍ତର୍ଗତ ବେତନ ସୀମାକୁ ବଢ଼ାଇଛନ୍ତି। ବର୍ତ୍ତମାନ ଏ ପର୍ଯ୍ୟନ୍ତ 15,000ରୁ 21,000 ଟଙ୍କାକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ସେପ୍ଟେମ୍ବର 2014ରେ ସରକାର ବେତନ ସଂଖ୍ୟାକୁ ଦ୍ୱିଗୁଣିତ କରି 6,500ରୁ 15,000 ଟଙ୍କା ପର୍ଯ୍ୟନ୍ତ କରିଥିଲେ। ସାଧାରଣତଃ କର୍ମଚାରୀଙ୍କ ବେତନର 12% ଏବଂ ନିଯୁକ୍ତିଦାରର 12% ଅଟେ। ନମ୍ବର 17 18 ଓଟିଟି ପ୍ଲାଟଫର୍ମକୁ ବନ୍ଦ କଲେ କେନ୍ଦ୍ର ସରକାର। ଅଶ୍ଳୀଳ, ଉତ୍ତେଜକ ଏବଂ ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା 18 ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରାଯାଇଛି। 2024ର ଆଇଟି ନିୟମ ଅନୁଯାୟୀ କେନ୍ଦ୍ର ସରକାର 2024ରେ 18 ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରିଛନ୍ତି। ଲୋକସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗାନ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଓଟିଟି ପ୍ଲାଟଫର୍ମ ନେଇ ନେଟଫ୍ଲିକ୍ସ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ନମ୍ବର 18 ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 70,690 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନାର 10 ଗ୍ରାମ ପିଛା 77,120 ଟଙ୍କା ରହିଛି। ଆଜି ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 70,700 ଟଙ୍କା ପହଞ୍ଚିଥିବା ବେଳେ 24 କ୍ୟାରେଟ୍ ସୁନା ଦର 77,120 ଟଙ୍କା ରହିଛି। ମୁମ୍ବାଇରେ 22 କ୍ୟାରେଟ୍ ଓ 24 କ୍ୟାରେଟ୍ର ମୂଲ୍ୟ 70,690 ଟଙ୍କା ଓ 77,120 ଟଙ୍କା ଥିବା ବେଳେ ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ 70,850 ଟଙ୍କା ଓ 77,120 ଟଙ୍କା ରହିଛି। ନମ୍ବର 19 ଯୁକ୍ତ 2 ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ। ଯୁକ୍ତ 2 ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠୁ ଅର୍ଥାତ୍ ଡିସେମ୍ବର 20ରୁ 28 ତାରିଖ ଯାଏଁ ମାସସ୍ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। 30 ତାରିଖରେ କଲେଜ ସ୍ତରରେ ସମସ୍ତ ଆବେଦନର ଯାଞ୍ଚ ହେବ। ସାମସ୍ ଜିଲ୍ଲା ନୋଡାଲ ଅଧିକାରୀ 2025 ଜାନୁଆରୀ 2 ତାରିଖ ମଧ୍ୟରେ ପ୍ରକ୍ରିୟା ଶେଷ କରିବେ। ନମ୍ବର 20 ସିନେମା ପୁଷ୍ପା 2 ପିଛା ଛାଣୁନି ବିବାଦ। ସିନେମା ପୁଷ୍ପା 2 ପିଛା ଛାଣୁନି ବିବାଦ। ଉତ୍ତର ଭାରତର ବିଭିନ୍ନ ପିଭିଆରରୁ ହଟାଯାଉଛି ସିନେମା। ମିଳିଥିବା ସୂଚନା ଅନୁସାରେ ସିନେ ନିର୍ମାତା ଓ ହଲ୍ ମାଲିକଙ୍କ ମଧ୍ୟରେ ବିବାଦ ଯୋଗୁଁ ଫିଲ୍ମ ପୁଷ୍ପାକୁ ହଟାଯାଉଛି। ସୂଚନା ଅନୁସାରେ ରିଲିଜ୍ ଅପେକ୍ଷାରେ ଥିବା ବେବି ଜନ୍ ପ୍ରଦର୍ଶିତ କରିବାକୁ ପିଭିଆର ଚାହୁଁଛନ୍ତି ନିର୍ମାତା। ତେବେ ଏହା ଏକ ସହ ପ୍ରଦର୍ଶନ ପାଇଁ ସ୍କ୍ରିନିଂ କମ୍ ପଡ଼ୁଛି।